ବାସୁଦେବପୁର ଗାନ୍ଧୀ ସଂଗ୍ରାମୀ ସ୍ୱର୍ଗତ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କ 28ତମ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତିଚାରଣ ସମାରୋହ ବାସୁଦେବପୁର ବ୍ଲକ ରକ୍ତତୀର୍ଥ ଇରମଠାରେ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଆଜିର ଦିନରେ ସମସ୍ତେ ବାସୁଦେବପୁର ଗାନ୍ଧୀ କୁହାଯାଉଥିବା ଗୌରାଙ୍ଗ ମହାନ୍ତିଙ୍କ ନୀତି ଅନୁସରଣ କରି ଆଗକୁ ବଢ଼ିବା ଦରକାର ବୋଲି ଅତିଥିମାନେ କହିଥିଲେ। ଏଥିସହିତ ଦେଶର ଯୁବପିଢ଼ି ଦେଶ ପାଇଁ କିଛି ନା କିଛି କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। ଆଜି ସ୍ୱର୍ଗତ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କର 28ତମ ଶ୍ରାଦ୍ଧବାର୍ଷିକ ଏହି ଅବସରରେ ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କର 28ତମ ଶ୍ରାଦ୍ଧବାର୍ଷିକ ଶହୀଦ ଇରମ ପୀଠରେ ଆଜି ପାଳନ ହୋଇଥିବାରୁ ମୁଁ ମଧ୍ୟ ଅତ୍ୟନ୍ତ ଖୁସି ଏବଂ ଆମର ସ୍ୱର୍ଗତ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଏ ମାଟି ପାଇଁ ବଳିଦାନ ଦେଇଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ସେ ଗାନ୍ଧୀବାଦୀ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ଏ ମାଟି ପାଇଁ ବା ସ୍ୱାଧୀନତା ସଂଗ୍ରାମରେ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ସେ ଅନେକ ଥର ଜେଲ୍ ଯାଇଛନ୍ତି। ଏ ମାଟି ପାଇଁ ସେ ମଧ୍ୟ ଝାସ ଦେଇଛନ୍ତି, ବଳିଦାନ ଦେଇଛନ୍ତି। ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର। କିନ୍ତୁ ଦୀର୍ଘ 28 ବର୍ଷ ଧରି ତାଙ୍କର ଯେଉଁ ଶ୍ରାଦ୍ଧବାର୍ଷିକ ପାଳନ ହୋଇ ଆସିଛି, କିନ୍ତୁ ସମସ୍ତ ଜନସାଧାରଣ ଏବଂ ସରକାରୀ ଭାବରେ ତା ମଧ୍ୟ ପାଳନ ହେବା ଦରକାର। ଏବଂ ଯାହା ଏ ଅଞ୍ଚଳବାସୀଙ୍କର ଦାବି ରହିଛି ଯେ କି ଆମର ଭଦ୍ରକ ଶହୀଦ ସ୍ମୃତି ଭବନରେ ତାଙ୍କର ଯେ ଫଟୋଚିତ୍ର ନାହିଁ ତାହା ମଧ୍ୟ ରହିବା ଦରକାର। ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି ଯେ କଲେକ୍ଟରଙ୍କ ସହିତ ଆମେ କଥା ହେବୁ। ମୁକ୍ତି ବାବୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ଯେ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କର ଏ ଟାଉନ୍ ହଲ୍ରେ ଭଦ୍ରକ ଟାଉନ୍ ହଲ୍ରେ ତାଙ୍କର ପ୍ରତିମୂର୍ତ୍ତି ନିଶ୍ଚିତ ଭାବରେ ସ୍ଥାପନ କରାଯିବ ଏବଂ ଏ ଅଞ୍ଚଳର ଏ ଶହୀଦ ପୀଠର ଆହୁରି ମଧ୍ୟ ବିକାଶ ହେବା ଦରକାର। ମୁଁ ଯେତେବେଳେ ସାଂସଦ ଥିଲି ଯେ ରକ୍ତତୀର୍ଥ ଇରମକୁ ପର୍ଯ୍ୟଟନସ୍ଥଳୀର ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ମୁଁ ମଧ୍ୟ ସଂସଦ ଭବନରେ ଦାବି ରଖିଥିଲି। ତେଣୁ ନିଶ୍ଚିତ ଭାବରେ ଏ ମାଟିର ବିକାଶ ବା ଏ ଯେଉଁ ରକ୍ତତୀର୍ଥ ଇରମର ଆହୁରି ଆମର ଯେ କାମ ହେଇ ବା ବିକାଶ ହେଲେ ଆମର ଯେ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲେ ବାହାରୁ ମଧ୍ୟ ଅନେକ ଟୁରିଷ୍ଟ ଏ ସ୍ଥାନକୁ ଆସିବେ। ନିଶ୍ଚିତ ଭାବରେ ଆମର ଏ ଅଞ୍ଚଳର ଅର୍ଥନୀତିର ମଧ୍ୟ ବିକାଶ ହେବ ଏବଂ ଏ ମାଟିର ମଧ୍ୟ ବିକାଶ ହେବ। ଧନ୍ୟବାଦ। ବାସୁଦେବପୁର ମଧୁସ୍ମିତା ପଲ୍ଲାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।